ପିଲାମାନେ ଅଛନ୍ତି ଯେ ଅନେକ ଭାବରେ ବାହାନା କରନ୍ତି ଯେମିତିକି ଆମ ମହାଭାରତ ବିଷୟ ନଲେଜ ନାହିଁ, ଆମର ରାମାୟଣ ବିଷୟ ନଲେଜ ନାହିଁ, ଆମେ କଣ ଫୋର୍ଥ ସେମିଷ୍ଟାରରେ କଣ କରିବୁ ସବୁ ଆମର ତ ସବୁ ସେଇଠୁ ହିଁ ଆସୁଛି କ୍ୱେଶ୍ଚନ। ତ ଦେଖ ପିଲାମାନେ ମୁଁ କେବଳ ଆଜି କହୁନି, ମୁଁ ତୁମକୁ ଫାର୍ଷ୍ଟ ସେମିଷ୍ଟାର କହୁଛି ଯେ ତୁମେ କଲେଜ ଉପରେ ଏତେ ବି ଡିପେଣ୍ଡ ହବ ନାହିଁ। ଯୋଉ ଫୋର୍ଥ ସେମିଷ୍ଟାର ଯେତିକି ବି ପିଲା ଅଛ ତ ମୁଁ ବାରମ୍ବାର କହୁଛି ଯେ ଏଗୁଡ଼ା ତୁମେ କାହାରିକୁ କିଛି ଘୁଷିବାର ନାହିଁ, ଏଗୁଡ଼ାକ ତୁମେ ବୁଝିଯାଉ। ବୁଝିବା ଦ୍ୱାରା ତୁମେ ଯେତେ ଅନ୍ ରାଇଟିଂ କରିକି ଲେଖିପାରିବ ସେଟା ତୁମ ପାଇଁ ହିଁ ଭଲ। ଆଉ ତୁମେ ଯଦି ପାଠଟେ ଘୁଷିବ, ତୁମେ ଯେତେ ଘୁଷିବ ଏଗୁଡ଼ା କିଛି ମନେ ରହିବା ପାଠ ହିଁ ନାହିଁ ଯେ ଏଗୁଡ଼ା ମନେ ରହିଯିବ। ଦେଖ ପିଲାମାନେ ତୁମେ କଣ ଷଷ୍ଠ କ୍ଲାସ 5 କ୍ଲାସ ପିଲା ଭଳିଆ ଯଦି ମାନେ ଏଗୁଡ଼ାକ ମନେ ରଖିବା ପାଇଁ କି ଘୁଷିବ ବାରମ୍ବାର ଖାତାରେ ଲେଖିବ ପ୍ରାକ୍ଟିସ କରିବ ତ ବହୁତ ପିଲାମାନେ କଣ କରନ୍ତି ସେମାନେ କଣ ଯୋଉ ପୁରାତନ ରାମାୟଣ ମହାଭାରତ ସେଗୁଡ଼ା କିଛି ଟଚରେ ନଥାନ୍ତି ତ ସେ ଏକ୍ଜାମରେ ରେଜଲ୍ଟ ଖରାପ ହୁଏ। ପିଲାମାନେ କାହାରିକୁ କିଛି ବ୍ୟସ୍ତ ହବାନି, ଆମର ରେଗୁଲାର କ୍ଲାସ ମାଧ୍ୟମରେ ଯେତେ ସବୁ ନୋଟ୍ ଅଛି ମୁଁ ସବୁ ସବୁ ଗୁଡ଼ିକ ଖୋଜିବି ଯେ ତୁମକୁ ମୁଁ ଦେଇଦେବି। ତ ତେଣୁକରି ଭିଡ଼ିଓରେ ଯୋଡ଼ିକି ରୁହ। ଆଉ ପିଲା ଚ୍ୟାନେଲରେ ନୂଆ ଆସିଛ ତ ଚ୍ୟାନେଲଟିକୁ ଦୟାକରି ସବସ୍କ୍ରାଇବ କରି ରଖନ୍ତୁ, ଯାହାଦ୍ୱାରା କଣ ହବ ନା ଯେତେ ସବୁ ନୂଆ ନୂଆ ଭିଡ଼ିଓ ଆସିବ ପଢ଼ା ରିଲେଟେଡ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଭିଡ଼ିଓଟି ପହଞ୍ଚିବ। ତ ଦେଖ ପିଲାମାନେ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଟିକେ ଦେଖିନିଅ ହେଲା, ତୁମର ୟୁନିଟ୍ 1 କଣ ଅଛି ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତାନ। ତାପରେ ତୁମର ଦ୍ୱିତୀୟ ଏକକ ବା ତୁମର ୟୁନିଟ୍ 1 କଣ ଅଛି ଭାଗବତ ବିଷୟରେ। ତ ଯୋଉ ଜଗନ୍ନାଥ ଦାସଙ୍କର ଭାଗବତ ସେଇଟା ଆମେ ପଢ଼ିବା ୟୁନିଟ୍ 2 ରେ। ଯୋଉ ତୁମର ୟୁନିଟ୍ 1 ର କ୍ଲାସ୍ ହେଇଯାଇଛି ତ ଯୋଉ ପିଲାମାନେ ଯାଇକି ଦେଖିନ ତ ଯାଇକିନା ଦେଖିଦିଅ, ବହୁତ ଭଲ ଭାବରେ କ୍ଲାସଟି ବୁଝାଇଛି। ତାପରେ ତୁମ ୟୁନିଟ୍ 3 ରେ କଣ ଅଛି ନା ତୁମର ଦୀନକୃଷ୍ଣ ଦାସଙ୍କର ରସକଲର ପ୍ରଥମ ଛାନ୍ଦ ଏବଂ ତୁମର ଉପେନ୍ଦ୍ର ଭଞ୍ଜଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ହେଲା ସେଟା ଅଛି କେତେରେ ୟୁନିଟ୍ 3 ରେ, ସେଟା ଆମେ ଦେଖିବା। ୟୁନିଟ୍ 1 ଟା ହେଇସାରିଛି, ଆଉ ୟୁନିଟ୍ 2 ଆଉ 3 ବାକି ଅଛି। ପ୍ରଥମେ ଆମେ କଣ ୟୁନିଟ୍ 4 ଆମେ ଏଇନା ୟୁନିଟ୍ 4 କ୍ଲାସ କରୁଛେ। ତମେ କଣ କର ତୁମର ଲଙ୍ଗ କ୍ୱେଶ୍ଚନ ଗୁଡ଼ିକ ଛାଡ଼ିଦେବା, ତାପରେ ତୁମ ସର୍ଟ କ୍ୱେଶ୍ଚନ ଗୁଡ଼ିକ ମଧ୍ୟ କ୍ଲାସ ଆସିବ ହେଲା। ତାପରେ କଣ ଅଛି ତୁମର ୟୁନିଟ୍ 4 ଦେଖ ହେଲା ତୁମର ଆଧୁନିକ କବିତା, ଯୋଉ ତୁମର ମହାଯାତ୍ରା, ମଙ୍ଗଳ ଇଲା ଉଷା, ତାର ମନ୍ଦିର, ଶାନ୍ତି ଅନୁଚିନ୍ତା, ତାପରେ ତୁମର ପ୍ରତିମା ନାୟକ ହେଲା। ଯୋଉ ଏଗୁଡ଼ା ଅଛି ଏଗୁଡ଼ା ବିଷୟରେ ଆମେ ଗୋଟି କରି ଦେଖିବା। ଆଜିର ଭିଡ଼ିଓରେ ଆମେ ତୁମ ମଙ୍ଗଳ ଇଲା ଉଷାଟା ସମ୍ପୂର୍ଣ୍ଣ ଭାବରେ ଦେଖିବା, ଆଲୋଚନା କରିବା ହେଲା। ମଙ୍ଗଳେ ଇଲା ଉଷା ରାଗ ଚକ୍ଷି ରାଗରେ, ମଙ୍ଗଳେ ଇଲା ଉଷା ବିକ ଚରା ଜୀବ ଦୃଶା, ଜାନକୀ ଦର୍ଶନ ତୃଷା ହୃଦୟ ବହି, କର ପଲ୍ଲବେ ନିହାର ମୁକ୍ତା ଧରି ଉପହାର, ସୀତାଙ୍କ ବାସ ବାହାର ପ୍ରାଣଙ୍ଗେ ରହି। ତ ପିଲାମାନେ ଏଇ ଯୋଉ କବିତାଟି ଅଛି ଏହି କବିତାର କବି କିଏ ହଉଛନ୍ତି ତୁମର ଗଙ୍ଗାଧର ମେହେର ହଉଛନ୍ତି ଏଇ ଯୋଉ ମଙ୍ଗଳ ଇଲା ଉଷାର କବି। ତ ଚାଲ ପିଲାମାନେ ଆମେ ଏବେ ଦେଖିବା ଯେ ତୁମର କ୍ୱେଶ୍ଚନରେ କେମିତି କଣ ଆସିଛି। ଦେବି ଗଙ୍ଗାଧରଙ୍କର ଲେଖନୀରେ ପ୍ରକୃତି ମାନବ ପରି ସମ୍ବେଦନଶୀଳ ଉକ୍ତିଟିର ତାକୁ ପଠିତ କବିତା ମଙ୍ଗଳେ ଇଲା ଉଷାକୁ ଆଧାର କରି ଆଲୋଚନା କର। ରାଧାନାଥ ଯୁଗର ଅନ୍ୟତମ ବରେଣ୍ୟ କାବ୍ୟ ଥିଲେ କିଏ ଆମର ଗଙ୍ଗାଧର ମେହେର। ଗଙ୍ଗାଧର ମେହେର ସେ କେଉଁ ଯୁଗର କବି ଥିଲେ? ସେ ରାଧାନାଥ ଯୁଗର ଅନ୍ୟତମ କବି ଥିଲେ। କିଏ ଗଙ୍ଗାଧର ମେହେର? ପ୍ରାକୃତିକୁ ଜୀବନ୍ତ ସତ୍ତାରେ ରୂପାୟିତ କରିବାରେ କବିଙ୍କର ସିଦ୍ଧହସ୍ତତା ତାଙ୍କ କାବ୍ୟକୃତିରେ ପ୍ରତିଫଳିତ ହୋଇଛି। ମାନେ ସେ ପ୍ରକୃତିକୁ ସେ ଜୀବନ୍ତ ଭାବରେ ଦେଖାଇଥାନ୍ତି। ତାପରେ ମଙ୍ଗଳେ ଇଲା ଉଷା କବିତାଟି କବିଙ୍କର ସର୍ବଶ୍ରେଷ୍ଠ କୃତି ତପସ୍ୱିନୀ କାବ୍ୟର ଚତୁର୍ଥ ସ୍ୱର୍ଗରୁ ସଂଗୃହୀତ। ଦେଖ ପିଲାମାନେ ଯୋଉ ତମର +2 ଯୋଉ ଥିଲା ତପସ୍ୱିନୀ, ଯୋଉ ତୁମର କଣ ରାମଚନ୍ଦ୍ର ନିକଟକୁ ସେ ପତ୍ର ଲେଖୁଥିଲା ତପସ୍ୱିନୀ ହେଲା। ତପସ୍ୱିନୀ ମାନେ କଣ ସୀତା। ଯୋଉ +2 ର ସେଇ ତପସ୍ୱିନୀ କାବ୍ୟର ଚତୁର୍ଥ ସ୍ୱର୍ଗରୁ ଏହି ଯୋଉ ତୁମର ମଙ୍ଗଳ ଇଲା ଉଷାଟି ଆସିଅଛି। ଆଲୋଚ୍ୟ ପ୍ରସଙ୍ଗରେ କବି ପ୍ରକୃତିକୁ କେବଳ ଜୀବନ୍ତ କରିନାହାନ୍ତି, ସମ୍ବେଦନଶୀଳ ଭାବରେ ମଧ୍ୟ ଚିତ୍ରଣ କରିଛନ୍ତି। ତାହେଲେ ଦେଖ ପିଲାମାନେ ଏଠି କଣ କହିଲା ନା ସେ ପ୍ରକୃତିକୁ କେବଳ ଜୀବନ୍ତ କରିଛନ୍ତି ତାହା ନୁହେଁ, ଏହା ତାକୁ ସମ୍ବୋଧନ ମାଧ୍ୟମରେ ମଧ୍ୟ ତାକୁ ଚିତ୍ରିତ ବା ଗୋଟେ ଚିତ୍ର ଆଙ୍କି ଦେଇଛନ୍ତି। ଭାଗ୍ୟର ବିଡ଼ମ୍ବନାରେ ଅଯଥା ଉପବାଦରେ ସତୀ ସୀତା ହେଲେ ଅସତୀ। ରାଘବେନ୍ଦ୍ର ରାମଚନ୍ଦ୍ର ସୀତାଙ୍କୁ ଦେଲେ ନିର୍ବାସନ ଦଣ୍ଡ। ଆଶ୍ରିତା ହେଲେ ସେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ। ସେ କୋଉଠି ରହୁଥିଲେ? ବାଲ୍ମୀକିଙ୍କ ଆଶ୍ରମରେ ରହୁଥିଲେ। କାହିଁ ରାଣୀ ଅନ୍ତପୁର, ନାହିଁ ଘନ ଘର ଜଙ୍ଗଲରେ ଋଷି ଆଶ୍ରୟ ଜୀବନ ତାଙ୍କ ପାଇଁ ନୂଆ ନଥିଲା। ସେ ଯୋଉ ଆଶ୍ରମରେ ଯୋଉ ଜଙ୍ଗଲରେ ବାସ କରୁଥିଲେ ତ ସିଏ କଣ ତାଙ୍କ ପାଇଁ ନୂଆ ନଥିଲା, କାରଣ ସିଏ ଆଗରୁ 14 ବର୍ଷ ବନବାସରେ ଯାଇକିନା କଣ ବଣ ଜଙ୍ଗଲରେ ରହି ଛାଡ଼ିଥିଲେ। ତ ତାହା ତାଙ୍କ ପାଇଁ ନୂଆ ନଥିଲା। ଦୀର୍ଘ 14 ବର୍ଷ ପତିପରାୟଣ ସୀତା ଶ୍ରୀରାମଙ୍କ ସେବାରେ ଆନନ୍ଦରେ ଅତିବାହିତ କରିଥିଲେ ଦୀର୍ଘ ସମୟ। କେତେ ପିଲାମାନେ ତୁମର 14 ବର୍ଷ ସେ ବନବାସରେ ଯୋଉ ଥିଲେ ରାମଚନ୍ଦ୍ରଙ୍କ ସାଙ୍ଗରେ, ତ ତାହା କଣ ଜଙ୍ଗଲରେ ରହିବା ତାଙ୍କର ନୂଆ ନଥିଲା। ତ ଦେଖ ପିଲାମାନେ ତାପରେ ଏଠି କଣ ଅଛି, ହେଲେ ଆଜି ସୀତା ନିର୍ବାସିତା ହୋଇଛନ୍ତି ସ୍ୱାମୀଙ୍କ ଠାରୁ ସେ ନିର୍ବାସିତା ମାନେ କଣ ଏକୁଟିଆ ହୋଇଯାଇଛନ୍ତି। ବାଲ୍ମୀକି ଆଶ୍ରମରେ ସୀତାଙ୍କର ପ୍ରଥମ ଜାମିନୀର ଅନ୍ତିମ ପ୍ରହର। ଏଠି ପିଲାମାନେ ଜାମିନୀ କାହାକୁ କୁହାଗଲା? ସୀତାଙ୍କୁ ଜାମିନୀ ମଧ୍ୟ କୁହାଯାଇଛି। ଉଷାଙ୍କର ହୋଇଛି ଆଗମନ, ଉଷାଙ୍କ ଦର୍ଶନ କରିବେ ସେ ରିକ୍ତ ହସ୍ତରେ ନ ଆସିଛନ୍ତି ପଲ୍ଲବ ରୂପକ ହସ୍ତରେ ଶିଶିର ରୂପକ ମୁକ୍ତାର ଉପହାର ନେଇ। କୋକିଳର ମଧୁର କୁହୁତାନରେ ଉଷା ଡାକିଛି ସୀତାଙ୍କୁ ଦର୍ଶନ ଦେବା ପାଇଁ।
तो देख पिलाने कोकिलर मधुर कुहुतान उषा डाकिची सीताଙ୍କୁ दर्शन देवा पाई अरुण रंगर पाट वस्त्र परिहिता उषा विभूषित होइचंती कुसुमरे सत्य जेपरि केही जने जोगेश्वरी सीतांकर दुख उपशम करने को मर्त को उल्लाई आसचंती स्वर्गरु कवि भाषा रे। तो देख पिलाने एमती किछि कविता लिखिदेव केउ जोगेश्वरी आसी मधुर भाषे आसु आसी कुचंती दुख राशि उपशम मने दुख लज्जार कषाघातरे पीड़िता सीतांकर मनरे आनंद देवा उद्देश्य उषा रचना कर एक मधुर परिवेश समीर कहले कौन ना पवन है पवन गीत गान कर गुण गुण पूजन कर भ्रमण जो भण से बीड़ावादन कर समीर तरंगायित हिल्लोल भासी आसुवा सुरभि नृत्य करुचे राजसभा राजा जश गान करते भट्ट मैंने राणी सीतांकर गुणगान कर कुंभाटुआ पक्षी कौन कर राणी सीतांकर गुणगान कर राजा आगमन पूर्व श्रेष्ठ पाठ स्तव पाठ करे ठीक से ही सीतांकर निद्राभंग पूर्व कजरपाती श्रेष्ठ भाट हो गाई। तो देख एटी कौन कहला ना देख जिते राजा को कौन जगह एंट्री करेंगे आसवे से भाट स्तव पाठ करते तो से राणी सीता जिते शुईकी उठती से कजरपाती चढ़े सी कि कौन ना श्रेष्ठ भाट हो गीत गाए कलिंग ओइला पाट मागध बेसे ललित मधुरे कहला उठ सती राजराणी राति पाहिला देख पे कौन कहना प्रभातर आगमन आश्रम पूर्व दिग पड़ कृष्ण अरुणिमार उद्भासित हो उठे लाल रंगर पाट वस्त्र परिधान और कमल कूल से ही जोगेश्वरी नयन पड़ी शोभा पाचे कौन प्रभातर मान कौन सकाल आगमन जमी सूर्य उदय होती सी केमी जमी लाल रंगर पाट वस्त्र परिधान करना किस ना कमल कूल से जोगेश्वरी नयन पड़ी शोभा हो कमल लतापत्र उपर पड़ी शिशुर बिंदु गुड़िकर मुक्तायन प्रतीयमान हो जो मैंने सकाଳେ केमी काकर पड़ी था शिशुर बिंदु गुड़िक से गुड़िक से मुक्तायन प्रतीयमान बोली कहते प्रतीयमान बोली कहते चतुर्दिगरे फुटी उठी कुसुमर बासना आश्रम प्रशांत रूप धारण कर प्रातःकालीन मंद समीर कान सह भ्रमर गुणगुण स्वर वीणावादन उन्नत नृत्य परिवेशन आश्रम और परिसर एक रंगमंच सभा पाई से सभा को द्विगुणतर आकर्षण करदे कोइलीर कुहुतान तथा कुंभाटुआ और कजरपाती प्रभृति विहंग मानकर प्रभातिका काकड़ी तेणु कवि गाई समीर संगीत गाए भ्रमर वीणा देख समीर कौन करे संगीत गाए पवन गीत गाए भ्रमण वीणा बजाए भ्रमण मान भर वीणा से वीणा बजाए वीणा मादन जो से केमती गुण गुण शब्द से केमती से वीणा बजाए तापर सुर भी नर्तक थाए उषा निर्देश कुंभाटुआ हो भाट आरंभिता स्तव पाठ सी जो कौन से जो शुई उठती से कजरपाती चढ़ी कौन करे सी कौन स्तव पाठ करे बुझेगा देख पे कलिंग ओइला पाट मागध बेसे आश्रम यही प्रभातिका कमनीय परिवेश को अधिक आकर्षणीय तथा आध्यात्मिक भावना हृदय को परिपूर्ण कर मुनि मुख निश्चित वेद ध्वनि तथा पवित्र उच्च ओंकार नाद जहाँ श्रवण करी कवि कंठरू झरी आसी मुनिमुख वेद स्वन पुण्य कला श्याम मन उठिला भेदी गगन उच्च ओंकार कवि सारस्वत नेत्र को आकृष्ट कर रूपसी तामसार तीर प्रवेश चतुर्दिगरे वृंतच्युत हो सत झड़ी पड़ुवा पुष्प समारोह सभा सह सुरभित जलर सुबास परिवेश को करिछि आकर्षणीय तमसा गर्भरे मीन मानकर क्रीड़ा एवं मीन मान कौन माछ मानकर खेल एवं प्रदीप परि शोभा पाउथिबा प्रभाती तारार प्रतिबिंब दर्शन कवि अभिभूत हो गाई जे प्रांगणे कुसुम बिंची सुबासिनी नीर सिंची मंगल प्रदीप रची प्रभाती तारा आश्रमर प्रभातकालीन प्राणवंत प्रकृतिर सभा किपरि हृदय आकर्षणकारी ताहा कवि लेखनी रे रूपायित होईछि। तो पिला माने आजिर भिडियो रे एतिकी देखाबार नेक्स्ट क्लास रे जय जगन्नाथ।